ଜାଣିଲେ କେମିତି କଣ ଘଟଣା? 10ଟା 11ଟା ଜାଗା ସେ ବ୍ୟାଡମିଣ୍ଟନ ଖେଳୁଥିଲା। ତାପରେ ତାଙ୍କୁ କିଏ ପିଲା ବୋଲି ଡାକି ଦେଇକିନା କଣ ମତେ ଲାଗୁଛି ସେ ତାକୁ ମାରି ଦିଆଯାଇଛି। ମାରି ଦିଆ ସକାଳେ କିଏ ଗୋଟେ ଫୋନ କଲାକୁ ମୋ ସାନ ଭାଇ ଆସିଲାକୁ ଦେଖିଲାକୁ ନାଶ ପଡିଛି ଏତିକି। ତାପରେ ଆଉ କିଛି ଆମେ ଆଉ ଜାଣିପାରୁନୁ କଣ ହେଇଛି, କିନ୍ତୁ ତାକୁ ମାରି ଦିଆଯାଇଛି। ପୁଲିସ କଣ କହିବେ ଏଇ ଯୋଉ ମାନେ ଆପଣ ହତ୍ୟା ଅଭିଯୋଗ କରିଛନ୍ତି କଣ? ହତ୍ୟା ଅଭିଯୋଗ ନିହାତି ତାକୁ ଯୋଉମାନେ ସବୁ ମାରିଛନ୍ତି ତାଙ୍କୁ ତୁରନ୍ତ ଧରାଯାଉ। ଘରୁ କେତେବେଳେ ଆସିଲେ ଘର କାହା ସହିତ ଆସିଲେ 2ଟା ପିଲା ଆସିଥିଲେ, ଗୁରାଗିନି ପିଲା। ତାପରେ ସାଙ୍ଗସାଥି କୋଉ ପିଲା ରାତିରେ ଆସିଲା କେମିତି ଜାଣିବୁ ଆମେ, କିନ୍ତୁ ପିଲା ଧରିକି ତାକୁ ଆସିଛନ୍ତି। ଯୋଉ ସାଙ୍ଗସାଥି ପିଲା ତାକୁ ଧରିନା ଆସିଛନ୍ତି। କେତେବେଳେ ଆସିଲେ ବୋଲି? ଏଇ 10ଟା 9:30 10ଟା ବ୍ୟାଡମିଣ୍ଟନ ଖେଳୁଥିଲା ନା। ଭୋଜି କରିବା ବୋଲି ପିଲା ତାକୁ ଡାକିଲେ। ମା କହୁଛି ଯେ ଭୋଜି କରିବା ପାଇଁ ଡାକିଲେ ପିଲା। କଣ କହିଲେ ସାର୍? ସନ୍ଦେହ ହଉଛି କଣ, ଯୋଉମାନେ ଡାକିକି ଆଣିଥିବେ ସେଇମାନେ ହିଁ ହତ୍ୟା କରିଥିବେ। ଆଉ ସନ୍ଦେହ କିଏ କରିବ? 2 ଜଣ ଯୁବକଙ୍କର ମୃତଦେହ ନେଙ୍ଗରାକଟା ରାସ୍ତାର 2 ପାର୍ଶ୍ୱରେ ପଡ଼ିଥିବାର ଜଣାପଡ଼ିଛି ଏବଂ ସେ ଖବର ଆଜି ସକାଳେ ଜଣାପଡ଼ିଥିଲା। ଜଣାପଡ଼ିଲା ପରେ ପୁଲିସ ଟିମ୍ ଆମେ ସମସ୍ତେ ଏଠି ଆସି ପହଞ୍ଚିଛୁ। ସେ ତଦନ୍ତ ଚାଲିଛି, ସେମାନଙ୍କ ପରିଚୟ ଜଣାପଡ଼ିଛି ଏବଂ ସେ ଜଣେ ଯୁବକ 17 ବର୍ଷ ଆଉ ଜଣେ ଯୁବକ 22 ବର୍ଷ। ଜଣଙ୍କ ଘର ନେଙ୍ଗରାକଟା ଏବଂ ଜଣ ଘର ନିରାକାରପୁର। ସେ କେମିତି ଏଠିକୁ ତାଙ୍କର ମୃତଦେହ ଆସି ପଡ଼ିଲା, କେମିତି କ'ଣ ହେଇଛି ଘଟଣା ବାବଦରେ ବର୍ତ୍ତମାନ ଅତି ପ୍ରିଲିମିନାରୀ ଷ୍ଟେଜ୍ରେ ଅଛି ଇନଭେଷ୍ଟିଗେସନ୍। ଜଣାପଡ଼ିନାହିଁ କିଛି, ଆମେ ଜାଣିବାକୁ ଚେଷ୍ଟା କରୁଛୁ ସାଇଣ୍ଟିଫିକ୍ ଟିମ୍ ଆସିଲା ପରେ ଏବଂ ଆନୁଷଙ୍ଗିକ ତଦନ୍ତ ପରେ ଘଟଣା ବିଷୟରେ ଜଣାପଡ଼ିବ ଏବଂ ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ଆମେ ଆଶା କରୁଛୁ। ସେ ବିଷୟରେ କିଛି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପ୍ରାଥମିକ ତଦନ୍ତରୁ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ। ଆମେ ଏହାକୁ ଏ ବିଷୟରେ ପଦକ୍ଷେପ ନେବୁ ଏବଂ ଖୁବ୍ ଶୀଘ୍ର ଆମେ ଆଶା କରୁଛୁ କି ତଦନ୍ତ ଶୀଘ୍ର ଶେଷ କରିବୁ ଏବଂ ଆସାମୀ ପାଖରେ ପହଞ୍ଚିବୁ। ନିକଟସ୍ଥ ନାଲକୋର ଯେଉଁ ରାସ୍ତା ଅଛି, ରାସ୍ତାର ବାମ ପାର୍ଶ୍ୱରେ ଆମ ଲେଙ୍ଗରାକଟାର ଦିବ୍ୟରଞ୍ଜନ ପରିଡ଼ା ଏବଂ ନାରାୟଣପୁରର ଜନାର୍ଦ୍ଦନ ନାୟକ, ଏ 2 ଜଣଙ୍କର ମୃତ୍ୟୁ ହେଇଛି ଯାହା ଅନୁମାନ କରାଯାଉଛି। ଏହାକୁ କୌଣସି ଦୁର୍ବୃତ୍ତ ମର୍ଡର କରିଛନ୍ତି। ପୋଲିସ ପ୍ରଶାସନ ଉଭୟ ଆସିକି ଏହାକୁ ତଦାରଖ କରିଛନ୍ତି ଏବଂ ଆଇଏସ୍ସିଙ୍କୁ ଆମେ କହିଛୁ ଯେ ଅତି ଶୀଘ୍ର ଏ ଘଟଣାକୁ ତଦନ୍ତ କରି ଯେଉଁମାନେ ଏ କାଣ୍ଡ ଭିଆଇଛନ୍ତି ତାକୁ ଅତି ଶୀଘ୍ର ଧରିବା ପାଇଁ ଏବଂ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି ଏବଂ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆମେ ଫରେନ୍ସିକ୍ ଟିମ୍ ଏବଂ ପୁଲିସ କୁକୁର ଆଣି ଏହାକୁ ଅନୁସନ୍ଧାନ କରିବୁ। ଏବଂ ମୁଁ ଆଶା କରିବି ନିଶ୍ଚିତ ଭାବରେ ଏଇ ଯେଉଁ ମର୍ଡର କେସ୍ଟି ହେଇଛି ତାକୁ ଅତି ଶୀଘ୍ର ସମାଧାନ କରିବା ପାଇଁ ପୁଲିସ ଡିପାର୍ଟମେଣ୍ଟ ବ୍ୟବସ୍ଥା କରିବେ। 9ଟା ବେଳକୁ ବାପ ଭୋଜା ଆମେ ଏକାଟା ଖାଇଲୁ। ମୁଁ କହିଲି ତୁମେ 2ଟି ଯାଉଛି, ତୁଇ ତାଲା ପକେଇନା ସୁଗରେ। ସେ ତାଲା ପକେଇନା ବାହାର ବାଟ ଗଲା ଘରେ ଶୋଇଲା। ମୁଁ 2ଟି ଗଲି। ସକାଳେ ଯେତେବେଳେ ଆସିଲି ଫୋନ୍ କଲି, ବାରମ୍ବାର ଉଠେଇଲେ ନାହିଁ। ସେଠୁ ପଚାରିଲି ଘରେ, କହିଲି ପୁଅ, କହିଲେ 4:10-15 ବେଳକୁ ସେ ଯାଇଛି ଲାଟିନ୍, ପାଣି ନାଳକ ପାଣିଟା ବନ୍ଦ ହେଇଯାଇଛି। ସେ ଆସିକି ଦେଖିଲା ବେଳକୁ ମୃତ ଉଠେ। ଏଇ ଆର ପୁରା ଘଟଣା ଘଟିଛି। କମ୍ପାନୀ ବାଲା ଆଉ କେହି ନେଇ ଚୋର ଭାବିକିନା ତାକୁ ମାରିଥିବେ ଆଉ। ସେମାନେ ଏଇ କମ୍ପାନୀ ହିଁ, ଆଉ କେହି କିଛି ନେଇ। ସକାଳୁ ସେ ଉଠିକି 4:10 ବେଳକୁ ଆସିଲା। ଆଉ ଜଣେ ଯୋଉ ଆପଣ ନାଇଁ, ମୁଁ ତା ବିଷୟରେ କହିପାରିବିନି। ନାଇଁ ମୁଁ ଜାଣିନି ଏ ବିଷୟରେ। ଭୋଜି କରିବାକୁ ତାଙ୍କୁ ଡାକିକି ନେଲେ, ସେମିତି ପୁଅର କିଛି ଭୋଜି ଥିଲା? ନାଇଁ କିଛି ନାଇଁ, ଘରେ ଏକାଠି ଆମେ ଖାଇଲୁ ବୋଲେ ଅଣ୍ଡା ଭାଜିଲି, ଡାଲମା, ଭଜା ଖାଇଲୁ। ସେ ଶୋଇଲା, ମୁଁ ଗଲି ଡ୍ୟୁଟି। ସକାଳେ କେତେବେଳେ କଣ ଫୋନ୍ ଆସିଲା, କିଏ କଣ କହିଲା? ନାଇଁ, ମୁଁ ନିଜେ ଫୋନ୍ କଲି ଯେ ସେ ଘରେ ନଥିଲା ତ, ସେଠୁ ଫୋନ୍ କଲି କୁଆଡେ ଯାଇଛି, ସେ ପଳେଇ ଯାଏନି କି। ସେଠୁ ମୁଁ ଫୋନ୍ କଲି, ସେଠୁ ଉଠେଇଲାନି। 3-4ଟା ରିଙ୍ଗ ପରେ ସେଠୁ ତାପରେ ଘରେ ପଚାରିଲି, ତା ବାପା କାହାକୁ ପଚାରିଲି, କହିଲି ପୁଅ, କହିଲା ଏଇ 4:10-15 ବେଳକୁ ସେ ଝାଡା ଯାଇଛି। ତାପରେ ସେଠୁ 7:30 ବେଳକୁ ମୁଁ ଜାଣିଲି ଯେ ଏଠି ମରିନା ପଡିଛି ବୋଲି।